ସଚ୍ଚା ପ୍ରେମ କରୁଥିବା ଲୋକଙ୍କ ଠାରୁ ଆଶା କେବେ ବି ରଖନ୍ତୁ ନାହିଁ, କାରଣ ସଚ୍ଚୋଟତା ସହିତ ଭଲ ପାଉଥିବା ଲୋକମାନେ ମଧୁରତା ସହିତ ଧୋକା ଦେଇଥାନ୍ତି। ଜାଣିଛ ନା, ମଣିଷ କେବଳ ସେହି ମଣିଷର କଥାକୁ ଚୁପଚାପ ଶୁଣିଥାଏ ଯାହାକୁ ସେ ହରେଇବାକୁ ଡରୁଥାଏ। ଯେଉଁ ଲୋକ କହୁଥିଲା ମୁଁ ତୁମ ବିନା ବଞ୍ଚିପାରିବି ନାହିଁ, ଆଜି ସେ ଲୋକ ଦେଖିଲେ ବି ଚିହ୍ନି ପାରୁନି। କେବେ କେବେ ବହୁତ କିଛି କହିବାକୁ ଥାଏ, କିନ୍ତୁ ମନର କଥା ମନରେ ହିଁ ରହିଯାଏ। ସ୍ୱାର୍ଥ ପାଇଁ ଗଢ଼ା ଯାଇଥିବା ସମ୍ପର୍କ ଯେତେ ଜଲ୍ଦି ଯୋଡ଼ି ହୋଇଥାଏ ସେତେ ଜଲ୍ଦି ଛିଡ଼ି ଯାଇଥାଏ। ପ୍ରକୃତ ଭଲ ପାଇବା ନୁହେଁ ନିଜ ଇଚ୍ଛାକୁ ପୂର୍ଣ୍ଣ କରିବା। ପ୍ରକୃତ ଭଲ ପାଇବା ହେଲା ପରସ୍ପରର ଭାବନାକୁ ବୁଝିପାରିବା। ନିଜର କମଜୋର ସବୁବେଳେ ତାକୁ ଜଣାଅ ଯେ ମଜବୁତ ହେଇ ତୁମକୁ ସମ୍ଭାଳି ପାରିବ। କାହିଁକି ନା ସମ୍ପର୍କ ହେଉ ବା ମୋବାଇଲ, ଯଦି ନେଟୱାର୍କ ନଥିବ ତେବେ ଲୋକ ଗେମ୍ ଖେଳିବେ। ଯାହାକୁ ତୁମେ ପ୍ରେମ କରୁଛ ତାକୁ ସ୍ୱତନ୍ତ୍ର ଛାଡ଼ିଦିଅ, କାରଣ ସ୍ୱତନ୍ତ୍ର ଏକ ଏମିତି ଜିନିଷ ଯାହା ମଣିଷକୁ ବହୁତ ପସନ୍ଦ। ଯେଉଁ ସମ୍ପର୍କରେ ତୁମର ମୂଲ୍ୟ ନଥାଏ ସେହି ସମ୍ପର୍କକୁ ଚୁପଚାପ ଛାଡ଼ିଦେବା ହିଁ ଭଲ। ଉପଦେଶର 100 ଶବ୍ଦ ଠାରୁ ଅନୁଭବର ଗୋଟିଏ ଝଟକା ଆମକୁ ମଜବୁତ ବନେଇ ଦେଇଥାଏ। ହୃଦୟରେ ଧୋକା ସେତେବେଳେ ବାଜିଥାଏ ଯେବେ ଧୋକା ଦେବା ଲୋକ ଉପରେ ବିଶ୍ୱାସ ପକ୍କା ଥାଏ। ଖାଲି ଜୀବନରେ ଶାନ୍ତି ହିଁ ଖୋଜନ୍ତୁ, କାହିଁକି ନା ଆବଶ୍ୟକତା କେବେ ବି ପୂରଣ ହୁଏ ନାହିଁ। ଯେତେବେଳେ ସମ୍ପର୍କ ନୂଆ ହୋଇଥାଏ ସେତେବେଳେ ଲୋକ କଥା ହେବା ପାଇଁ ବାହାନା ଖୋଜନ୍ତି, ଆଉ ଯେବେ ସେହି ସମ୍ପର୍କ ପୁରୁଣା ହୋଇଯାଏ ଲୋକେ ଦୂରେଇ ଯିବା ପାଇଁ ବାହାନା ଖୋଜନ୍ତି। ପ୍ରକୃତ ପ୍ରେମ ତାକୁ କୁହାଯାଏ ଯାହାକୁ ପାଇବା ପରେ ଅନ୍ୟକୁ ପାଇବାକୁ ଇଚ୍ଛା ନଥାଏ।